এইଠାରେ ଏମିତି କିଛି ଡେକୋରେସନ ହେଇଛି ଫଟୋ ଉଠେଇବା ପାଇଁକା। ଆପଣ ମାନେ ଯଦି ଆସୁଛନ୍ତି ନିହାତି ଭାଇଙ୍କ ପାଖରେ ଗୋଟେ ଫଟୋ ଉଠାନ୍ତୁ, ଭାଇ ଆପଣଙ୍କୁ ଡିସକାଉଣ୍ଟ ବି ଦେବେ। ଚାରି ପାଖେ ଖାଲି ପାଣି ପାଣି ପାଣି। ଦର୍ଶକ ବନ୍ଧୁ, ମୁଁ ପୁଣି ଆସିକି ସମ୍ବଲପୁରରେ ହମା ବୁଲି ସାରି ଏବେ ତ ଖାଇବା ସମୟ। ମୁଁ ଏବେ ଖାଇବା ପାଇଁ ଆସିଛି ଗୋଟେ ରାଜସ୍ଥାନୀ ହୋଟେଲର ନାଁ ହେଉଛି ରାଜସ୍ଥାନୀ ଥାଳି। ଦେଖିପାରୁଥିବେ ମିଲ୍ ଏଇଭଳି ଟେଷ୍ଟ କରି ଆପଣମାନଙ୍କୁ ନିହାତି କହିବି। ଭୋକ ପ୍ରବଳ, ଖାଇସାରି ଆପଣଙ୍କୁ ନିହାତି ଜଣେଇବି ଖାଇବାର ଟେଷ୍ଟ କେମିତି। ଏବେ ଆରମ୍ଭ କରିବା। ଖାଇବା ତ ହେଇଗଲା, ଖାଇବା ଠିକ ଠାକ ଥିଲା। ରାଜସ୍ଥାନୀ ଖାଇବା ଥିଲା। ରାଜସ୍ଥାନୀ ଖାଇବା ଯେ ଥିଲା ରୁଟିରେ ଘିଅ ଆଉ ଭାତରେ ବି ସେ ଘିଅ ମାରି ଦେଇଥିଲେ, କିନ୍ତୁ ମତେ ଲାଗିଲାନି ଯେ ସେଥିରେ ଘିଅର କୌଣସି ବାସ୍ନା ଅଛି ବୋଲି। ତଥାପି ଚଳିବ, ଠିକ ଠାକ ଥିଲା ମୋ ମତରେ। ଆଉ ଏବେ ମୁଁ ବାହାରୁଛି ଘଣ୍ଟେଶ୍ୱରୀ, ପ୍ରାୟ ଗୋଟେ ଘଣ୍ଟାର ବାଟ ବାଇକ୍ ଲାଗିବ। ଡେରି କରିବାନି କାରଣ ସମୟ ମୋ ହାତରେ ଆଉ ନାହିଁ। ତ ଏବେ ବାହାରିବା। ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ସ୍ୱାଗତ ମା ଘଣ୍ଟେଶ୍ୱରୀ ପୀଠରେ। ମା ଘଣ୍ଟେଶ୍ୱରୀ ମନ୍ଦିର, ଯାହାକୁ ବିନା ଆଲୋକର ବତି ଘର ମଧ୍ୟ କୁହାଯାଏ। ପୂର୍ବ କାଳରେ ଯେତେବେଳେ ଜାହାଜରେ ଆମର ବେପାର ବାଣିଜ୍ୟ ହେଉଥିଲା, ସେହି ସମୟରେ ଏଇ ଜାଗାରେ ବହୁତ ଜୋରରେ ପ୍ରଖର ସ୍ରୋତ ଏବଂ ଭଉଁରୀ ଉଠେ, ଯାହାଫଳରେ ଜାହାଜ ଏବଂ ନାବିକମାନେ ବିପଦରେ ପଡ଼ିଥାନ୍ତି। ଦିନ ବେଳ କଥା ବା ରାତି କଥା ଠିକ ନାହିଁ। ତେଣୁ ନାବିକମାନେ ଯେତେବେଳେ ଏଇ ପ୍ରଖର ସ୍ରୋତରେ ପଡ଼ନ୍ତି, ଯେତେବେଳେ ମାଙ୍କ ଘଣ୍ଟି ସେମାନଙ୍କ କାନକୁ ବାଜେ, ପବନରେ ଯେତେବେଳେ ଘଣ୍ଟି ବାଜୁଥିବ ସେମାନଙ୍କ କାନରେ ବାଜେ, ସେମାନେ ଜାଣିପାରନ୍ତି ଯେ ଏଇ ଜାଗାରେ ପ୍ରଖର ସ୍ରୋତ ବା ଭଉଁରୀ ଖେଳେ। ତେଣୁ ସେମାନେ ସତର୍କ ହୋଇ ନିଜର ଡଙ୍ଗାକୁ ସୁରକ୍ଷିତ ଭାବେ ଏ ଜାଗା ପାରି କରିଥାନ୍ତି। ସେଥିପାଇଁ ଏ ଜାଗାକୁ ବି ବିନା ଲାଇଟର ବତି ଘର କୁହାଯାଏ। ଆଉ ମାଙ୍କ ମହିମା ଲାଗି ଏଠି ସେଇଭଳି ଆଉ କିଛି ବିପଦ ଘଟେ ବି ନାହିଁ। ଶ୍ରଦ୍ଧାଳୁମାନେ ନିଜର ମାନସିକ ମନାସି ମାଙ୍କ ପାଖରେ ଘଣ୍ଟି ଓ ନଡ଼ିଆ ବାନ୍ଧିଥାନ୍ତି। ମାନସିକ ପୂର୍ଣ୍ଣ ହେଲା ପରେ ସେ ନଡ଼ିଆ ଏବଂ ଘଣ୍ଟିକୁ ମହାନଦୀରେ ଉଜାଯାଏ। ମାଙ୍କ ପାଖରେ ଅନ୍ନଭୋଗ ହୋଇଥାଏ। ସତରେ ଆମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ତୁଳନା ନାହିଁ। ମହାନଦୀ କୂଳରେ ମାଙ୍କର ଏତେ ସୁନ୍ଦର ପୀଠ, ଖୁବ୍ ମନୋହର। ଆପଣ ନିହାତି ଥରୁଟେ ନା କାହିଁକି ସମ୍ବଲପୁର ଗସ୍ତ କରନ୍ତୁ ଏବଂ ମା ଘଣ୍ଟେଶ୍ୱରୀଙ୍କ ପୀଠ ନିହାତି ଆସନ୍ତୁ। ଆଉ ଯଦି ବା କିଛି ଆପଣଙ୍କର ମାନସିକ ଅଛି, ନିହାତି ମାନସିକ ଘଣ୍ଟି ବାନ୍ଧନ୍ତୁ, ନଡ଼ିଆ ବାନ୍ଧନ୍ତୁ। ମା ନିଶ୍ଚିନ୍ତ ଆପଣଙ୍କର ମାନସିକ ପୂର୍ଣ୍ଣ କରିବେ, ଏହା ସମସ୍ତଙ୍କର ବିଶ୍ୱାସ ଏବଂ ଭରସା। ଏତ ଅଳ୍ପ କିଛି ଥିଲା ମାଙ୍କ ବିଷୟରେ, ଯେତିକି ମୁଁ ଜାଣିଥିଲି ଆପଣମାନଙ୍କୁ ଜଣାଇବାକୁ ଚେଷ୍ଟା କଲି। ଏବେ ସମୟ ହେଲାଣି ଏଠାରୁ ପୁଣି ଆଗକୁ ବଢ଼ିବା। ବର୍ଷା ବି ଆରମ୍ଭ ହେଲାଣି, ମୋତେ ସମ୍ବଲପୁର ପୁଣି ଫେରିବାକୁ ହେବ। ଏବେ ଆପଣମାନଙ୍କୁ ମୁଁ ମାଙ୍କ ପାଖରେ ଯେଉଁ ସବୁ ଭୋଗ ଦୋକାନ ଅଛି ସେଇ ମାର୍କେଟ ଟିକେ ଦେଖେଇବି ଏବଂ ତାପରେ ଆମେ ଏଇଠାରୁ ବିଦାୟ ନେବା। এই ଷ୍ଟିଲ ବ୍ରିଜରେ ମୁଁ ଶେଷ ପର୍ଯ୍ୟନ୍ତ ଯିବି। ସେଠି ଆପଣମାନଙ୍କୁ ଦେଖେଇବି ପାୱାର ପ୍ଲାଣ୍ଟ। ଯେମିତି ଆମର ହୀରାକୁଦ ବନ୍ଧରେ ପାଣି ମାଧ୍ୟମରୁ ଇଲେକ୍ଟ୍ରି ତିଆରି ହେଉଛି, ଏଇଠି ବି ସେମିତି ଏଇ ଘଣ୍ଟେଶ୍ୱରୀ ପୀଠରେ ଏଇଠାରେ ଗୋଟେ ଟର୍ବାଇନ ଅଛି। ଆଉ ଦେଖିପାରୁଥିବେ ସାମ୍ନାରେ ଏମିତି ଦୃଶ୍ୟ। ଆମ କାଉଡ଼ିଆ ଭାଇ ଭକ୍ତମାନେ ପାଣି ଢାଳିକି ଏବେ ଆସୁଛନ୍ତି ଘଣ୍ଟେଶ୍ୱରୀଙ୍କ ଦର୍ଶନ ପାଇଁକା। ଇଏ ଭାଇ ସେହି
पावर प्लांट दर्शक बंधु ये से ही जगह जोठी पानी रु विद्युत उत्पादन हुए मत लगुच हीराकुद पर यही जगह बोधे द्वितीय जो कि पानी रु विद्युत उत्पादन होउची अबिका घंटेश्वर रे वर्षार मात्रा धीरे धीरे बढ़िबार लागिलानी तेणु मु भी आगु डेरी करिबिनी कारण मते पुणी संबलपुर फेरिबार अछि संध्यारे मते ट्रेन किंबा बस माध्यम भुवनेश्वर पुणी जिबार अछि आपण मानकु ए जागा केमिति लागिला ए वीडियोटी केमिति लागिला कमेंट बॉक्स निहाती जणाइबे आशा करे आपण मानकु ए वीडियो बहुत भल लागिथिबो जदि किछि त्रुटि रहि थाए ताहा भी मते कमेंट माध्यम रे जणांतु आपणक आशीर्वाद स्नेह भल पाइबा मते आहुरी आगुकू नबारे साहाय्य करिवो मां का मंदिर पाखे एमती छोट छोट दुकान बसी जो कि मां किसी भोग सामग्री किसी टेक्सटाइल प्रोडक्ट आउ किसी खेलना बिक्री कर दुकानी माने एठारे एमती किसी डेकोरेशन कराई फोटो शूट पाइका भाई गोटे फोटो शूट कले केते आसीबो 50 रुपीस 50 एठारे एमती किसी डेकोरेशन है फोटो उठा पाइका आपण मान जदि आसुंत निहाती भाई के पाखरे गोटे फोटो उठांतु भाई आपन को डिस्काउंट भी देबे संबलपुर में गोटे जिनस देखिली एठी जे कौन से पर्यटन स्थली माँ समलेश्वरी मंदिर हो उमा मंदिर हो कि माँ घंटेश्वरी एठी कौन सी भोग दुकान का भितर कंपटीशन नहीं जहाँकि मत खूब भल लगिला आमर उपकूल ओडिशा पुरी हो लिंगराज हो ये माने भोग दुकानी माने जमी पर्यटन मान को हैरान करती जबरदस्ती से जिनस बिका चेष्टा करती तो से जिनस एठी नहीं बहुत बढ़िया आउ ये जो जिनस आमर सेपटे हेउजी उपकूल ओडिशा रे पुरी जगन्नाथ मंदिर लिंगराज मंदिर सब बंद करा दरकार ये जिनस भल नुहे एटा को किछि हुए तो किछि लोक मते भूल बुझी पारंती भूल कहि पारंती किंतु एटा को मांकड़ामी कहा जाए पर्यटन तांको आत्मा को जोठु डाकिला से सेठु भोग नेबे न नेबे आमे तांको जबरदस्ती बिकिबा मिछ सत कहिबा एटा ठीक नुहे किंतु से जिंस एठी नाही जहा कि बहुत बढ़िया समय बे इशारा देलानी मां को पिठरु आमे विदाय नेक जिबा दर्शक बंधु मु एबे बाहरुची संबलपुर पहुंचला पर आपण मानक सह कथा होची कोन प्रोग्राम करिवि कोन नाही ट्रेन रे जीवी कि बस जीवी तेणु एठी पहुंचला पर निष्पत्ति नेबी आउ समय भी नाही भाबुची हीराकुद जीवा कैंसल आज आ हीराकुद जाई हबो नाही कारण समय एठी हे गला 3:30 जीवाक मते आधा घंटे 4टा आउ एठू बाहरी हीराकुद बुलिया समय भी हबो नाही तेणु देखे कौन होची कौन नाही आपण निहात अपडेट देबी जय जगन्नाथ।